ଏ ତ ତୁମ ଘରେ କ'ଣ ପୋଷା ଜୀବଜନ୍ତୁ ରଖିଛ? ଛେଳି, ଗାଈ, ମେଣ୍ଢା, ମଇଁଷି, କୁକୁର, ପାରା ଆଉ ଶୁଆ ଏଗୁଡ଼ା ସବୁ ପାଳିକି ରଖିଥାଉ। ଆଚ୍ଛା କହିଲ କୁକୁଡ଼ା କେମିତି ବୋବାଏ? ଗୋଟେ ଦିନ କ'ଣ ହେଇଥିଲା, ବଣରେ ତ ସବୁ ପଶୁ ପକ୍ଷୀ ରୁହନ୍ତି। ଏ ଜିନିଷ ହେଇଛି, ସବୁ ପଶୁ ପକ୍ଷୀ ମାନେ ଶୋଇ ପଡୁଛନ୍ତି। ବୁଝ, ଚିତାବାଘ ଶୋଇଯାଇଛି, ହାତୀ ଶୋଇଛି, ହରିଣ ଶୋଇଛି, ଠେକୁଆ ଶୋଇଛି, ଶିଆଳ ଶୋଇଛି, ସମସ୍ତେ ଶୋଇ ପଡିଛନ୍ତି। ଆଚ୍ଛା ଦେଖିଲେ ସୂର୍ଯ୍ୟ ତ ଯାଇ ଉଠିଲାଣି, ଅନ୍ଧାର ହେଇଛି, ଚାଲ ଶୋଇଯିବା ଆଉ। ନିଦରେ ଶୋଇଗଲେ। ଆଚ୍ଛା ହେଲେ ଏତେ ତ ସୂର୍ଯ୍ୟ କ'ଣ ପାଇଁ ଭାବୁନାହାନ୍ତି? ଚାଲ ଡାକିବା ଆଉ। ଏ ସୂର୍ଯ୍ୟ ମହାଶୟ, ଏଥର ଉଠି ପଡ଼ ନା କ'ଣ କହୁଛ? ହେଲା, ତାପରେ ହାତୀ ଡାକିଲା, କହିଲା ସୂର୍ଯ୍ୟ ଦାଦା ବାହାରକୁ ଆସ। ହେଲେ ସୂର୍ଯ୍ୟ ବାହାରକୁ ଆସିଲା ନାହିଁ। ହାତୀ କହିଲା, ହେ ସୂର୍ଯ୍ୟ ଦାଦା ଟିକେ ବାହାରକୁ ଆସ, ଆଉ କେତେ ଶୋଇବା? ନିଦ ଶୋଇଗଲା, ଆସ ଟିକେ ଦିନ କର। ତାପରେ କ'ଣ ହେଲା? ସୂର୍ଯ୍ୟ ବାହାରିଲାନି। ହାତୀ କଥା ସୂର୍ଯ୍ୟ ଦାଦା ଶୁଣିଲେନି। ତାପରେ ବାଘ କହିଲା, ବାଘ ଭାଇ କ'ଣ କହିଲେ? ସୂର୍ଯ୍ୟ ଦାଦା ଟିକେ ଆସ, ଅନ୍ଧାର ହେଇଛି, ଆରମ୍ଭ କର, ଟିକେ ବାହାରକୁ ଆସ। ହେଲେ କ'ଣ ହେଲା? ସୂର୍ଯ୍ୟ ଦାଦା ବାହାରିଲେ ନାହିଁ, ଶୁଣିଲେ ନାହିଁ। ତାପରେ ଭାଲୁ କହିଲା, ବଢି ଛାଡ଼ିଲେ ସୂର୍ଯ୍ୟ ଦାଦା ଟିକେ ବାହାରକୁ ଆସ, ଆଉ କେତେ ସମୟ ତୁମେ ଲୁଚିକି ରହିବ? ସୂର୍ଯ୍ୟ ଦାଦା ଶୁଣିଲେ? ସୂର୍ଯ୍ୟ ଦାଦା ଟିକେ ଯିବେ ଅଛନ୍ତି ନା। ତାପରେ କ'ଣ କଲା? ସମସ୍ତେ କାହାକୁ ହସିଗଲେ। ହସିଲା ପରେ କୁକୁଡ଼ା କହିଲା, ରୁହ ମୁଁ ଟିକେ ଚେଷ୍ଟା କରିବି କି? ସମସ୍ତେ ଦେଖିଲେ କ'ଣ କଲେ କି? ହସିଲେ। କ'ଣ ହେଲା? ଆମେ କେତେ ବଡ଼ ଶକ୍ତିଶାଳୀ ପଶୁ, ଆମେ ଡାକିଲେ ବାହାରିଲାନି, କୁକୁଡ଼ା ଡାକିଦେଲେ ଶୁଣିବ। ଟିକେ ହସିଦେଲେ, ସମସ୍ତେ ହସିଦେଲେ। ତୁମେ ହସିଲ କେମିତି? ହସ ଏମିତି ହସିଦେଲ, ସେମାନେ ବି ସମସ୍ତେ ହସିଦେଲେ। ହସିଦେଲା ପରେ ଭାଲୁ କହିଲା, ହଉ ଠିକ୍ ଅଛି, ଯଦି ମନ କରୁଛୁ ଥରେ ଡାକିଦବା ଆଉ, ଚେଷ୍ଟା କରିବା ଆଉ। କ'ଣ କହୁଛ? ଚେଷ୍ଟା କରିକି ଡାକିଲେ। ଡାକିଲା ପରେ କ'ଣ କଲା? କୁକୁଡ଼ା ଡାକିଲା କରିକି ଡାକିଲେ। ହେଲା, ଡାକିଲା ପରେ ସୂର୍ଯ୍ୟ ତା ଦାନ୍ତ ଶୁଣିକି ଟିକେ ଖାଲି ବାହାରିଲେ। ସୂର୍ଯ୍ୟ ପୁଣି ଥରେ ଡାକିଲା। ସୂର୍ଯ୍ୟ ଦାଦା ଅଧାରେ ବସିଲେ। ସୂର୍ଯ୍ୟ ଦାଦା ପୁରା ଟିକେ ବାହାରିଲେ, ଆଉ ଥରେ ଆଉ ଟିକେ ବାହାରିଲେ, ଟିକେ ହେଇକି ବାହାରିଲେ। କୁକୁଡ଼ା ପୁଣି ଥରେ ଡାକିଲା। ସେଇଦିନ କ'ଣ ହେଲା? ସକାଳୁ ତୁମେ ଶୋଇଥିବ ବିଛଣାରେ, ତୁମ ଘରେ କୁକୁଡ଼ା ଡାକେ ନା, ଡାକିବ ଉଠି ପଡ଼ରେ ଦିନ